ପରିଚୟଟା ଦିଅନ୍ତୁ। ଜୟରାମ ମାଣା, ସଭାପତି ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ। ଆଜି ଓଡ଼ିଶା ଡ୍ରାଇଭର ମାନେ ଧର୍ମଘଟ କରିଛନ୍ତି, ଆ ଉପରେ କ'ଣ କହିବେ ସାର୍? ଚଳିତ ମାସ 8 ତାରିଖରୁ ଡ୍ରାଇଭର ମହାସଂଘ ଯେଉଁ ଆନ୍ଦୋଳନ ଚଳାଇଛନ୍ତି, ସରକାର ସେମାନଙ୍କ କଥାକୁ ସେମାନଙ୍କ ଦାବିକୁ ବିଚାରକୁ ନେଇ ସେମାନଙ୍କର କାରଣ ଗାଡ଼ି ବସ୍ ବନ୍ଦ ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଖୁବ୍ ବଢ଼ିଯାଇଛି, ଯେଉଁଥିରେ ମଧ୍ୟବିତ୍ତ ପରିବାର ଅତ୍ୟନ୍ତ ଦୟାନ୍ତ ହୁଏ। ତେଣୁକରି ମୁଁ ସରକାରଙ୍କ ପାଖରେ ନିବେଦନ କରିବି, ସେମାନଙ୍କ ଦାବିକୁ ବିଚାର କରିକି ଉପଯୁକ୍ତ ବିଚାର କରି ତାଙ୍କର ଦାବି ପୂରଣ କରିଥିଲେ ଭଲ ହୁଅନ୍ତା। ମୋ ନାଁ ଜ୍ୟୋତିରଞ୍ଜନ ଗୌଡ଼, ଓଡ଼ିଶା ମହାସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା। ଆଜି ଯେଉଁ ଡ୍ରାଇଭର ମହାସଂଘ ଡ୍ରାଇଭର ମହାସଂଘ ଆନ୍ଦୋଳନ କରି ରାସ୍ତାକୁ ଓହ୍ଲାଇଛନ୍ତି, ସେ ବିଷୟରେ ଆପଣ କ'ଣ କରିବେ? ଦେଖନ୍ତୁ ଆଜ୍ଞା, ଦୀର୍ଘ 8 ତାରିଖରୁ ଆଜି ପର୍ଯ୍ୟନ୍ତ, ଆଜି 11 ତାରିଖ, ଏଇ 3 ଦିନ ହେଲା ଡ୍ରାଇଭରମାନେ ତାଙ୍କର ନିଜର ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆ ଫଳରେ ବହୁ ଯାତ୍ରୀ ନାହିଁ ନସିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବସ୍ଷ୍ଟାଣ୍ଡରେ। ପ୍ଲସ୍ ପେଟ୍ରୋଲ ଟ୍ୟାଙ୍କରେ ପେଟ୍ରୋଲ ମଧ୍ୟ ମିଳୁଛି, କିନ୍ତୁ ଚଢ଼ା ଦରରେ ମିଳୁଛି। କିନ୍ତୁ ପରିବାର ଭୟ ମଧ୍ୟ ପରିବାରର ଦରଦାମ ବୃଦ୍ଧି ମଧ୍ୟ ହେଉଛି, ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁକରି ଆମେ ସରକାରଙ୍କୁ ନିବେଦନ କରୁଛୁ এই ଧର୍ମଘଟ ହଟାଇବା। ପରିଚୟଟା ଦିଅନ୍ତୁ। ମୁଁ ଆଦିତ୍ୟ ରଥ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଓଡ଼ିଶା ମହାସଂଘର ସାମ୍ବାଦିକ ମହାସଂଘର ମୁଁ ଉପଦେଷ୍ଟା ଅଛି। ମାନେ ଯେଉଁ ଓଡ଼ିଶା ଡ୍ରାଇଭରର ସଂଘମାନଙ୍କର ଯେଉଁ ଧର୍ମଘଟ ଚାଲିଛି, କ'ଣ କହିବେ ସାର୍? ଦେଖନ୍ତୁ, ଗତ 8 ତାରିଖରୁ ଓଡ଼ିଶାର ଡ୍ରାଇଭରମାନେ ତାଙ୍କର ସଂଘ ବର୍ତ୍ତମାନ ଧର୍ମଘଟ କରୁଛନ୍ତି। ତାଙ୍କର ବିଭିନ୍ନ ନ୍ୟାଯ୍ୟ ଦାବି ଅଛି, ସେମାନଙ୍କର ସୁରକ୍ଷା ଉପରେ ପ୍ରଶ୍ନ ଅଛି, ସେମାନଙ୍କର ଇନ୍ସୁରାନ୍ସ ଉପରେ ପ୍ରଶ୍ନ ଅଛି, ସେମାନଙ୍କର କାର୍ଯ୍ୟ କରିବାର କେତେ ସମୟ ପରେ ସେମାନଙ୍କୁ ଯେଉଁ ରେଷ୍ଟ ନେବାକୁ ପଡ଼ୁଛି, ସେଥିପାଇଁ ସେମାନେ ନ୍ୟାସନାଲ୍ ହାଇୱେରେ 100 କିଲୋମିଟର ଦୂରରେ ରେଷ୍ଟ ସେଟ୍ କରିବା ପାଇଁ, ଏପରି ତାଙ୍କର ଯେଉଁ ବିଭିନ୍ନ ଦାବି ଅଛି, ସେ ଦାବିକୁ ନେଇ ସେମାନେ ଦୀର୍ଘ 4-5 ଦିନ ହେଲାଣି ଧର୍ମଘଟରେ ଅଛନ୍ତି। ଭଲ କଥା, ଆଜି ରାହୁଲ ଗାନ୍ଧୀଙ୍କ ଯେଉଁ ଭୁବନେଶ୍ୱର ଆସିଥିଲେ, ସେଥିପାଇଁ ଆଜି ଦିନଟା ପାଇଁ ସେମାନେ କିଛି କୋହଳ କରିଥିଲେ। ମୁଁ ବ୍ରହ୍ମପୁରରେ ଦେଖୁଥିଲି, ଆଜି କିଛି ଗାଡ଼ି ଚାଲିଛି। କଥା ହେଉଛି, ପେଟ୍ରୋଲ ଡିଜେଲ ଯେଉଁ ଗ୍ୟାସ୍, ପେଟ୍ରୋଲ ଡିଜେଲକୁ ଠିକ୍ ଭାବରେ ଧର୍ମଘଟ ଯୋଗୁଁ ସରକାର ଯୋଗାଇବାରେ କିଛି ମାତ୍ରାରେ ବିଫଳ ହୋଇଛନ୍ତି, କିନ୍ତୁ ଆଜି କିଛି ଜାଗାରେ ମିଳୁଛି, କିଛି ଅସୁବିଧା ନାହିଁ। କଥା ହେଉଛି, ମୋହନ ମାଝୀ ସରକାର ଆସିଲା ପରେ ଓଡ଼ିଶାରେ ଯେଉଁ ଉପେକ୍ଷା ଥିଲା ଯେ ଲୋକମାନେ ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ କରିପାରିବେ ଏବଂ ସରକାର କିଛି ଭଲ କାମ କରିବ, କିନ୍ତୁ ତାର ବିଚ୍ୟୁତ ଦେଖାଯାଇଛି। ପୂର୍ବରୁ ସେଇ ଦଳ ଯେତେବେଳେ ବିରୋଧୀ ଦଳରେ ଥିଲେ ଏବଂ ନିଜେ ମୁଖ୍ୟମନ୍ତ୍ରୀ ଡ୍ରାଇଭରମାନଙ୍କର ସେତେବେଳେ ଯେଉଁ ଆନ୍ଦୋଳନ ହେଉଥିଲା ତାକୁ ସମର୍ଥନ କରୁଥିଲେ ଏବଂ ତାଙ୍କର ଦାବିକୁ ସେତେବେଳର ବିଜେଡ଼ି ସରକାର ପୂରଣ କରୁ ବୋଲି ଦାବି କରୁଥିଲେ, କିନ୍ତୁ ଆଜି ଯେତେବେଳେ ତାଙ୍କ ସରକାର ଅଛି, ସେ ପଛେଇ ଯାଉଛନ୍ତି। ତେଣୁ ମୋହନ ମାଝୀ ସରକାରଙ୍କୁ ନିବେଦନ, ଆପଣ ଡ୍ରାଇଭରମାନଙ୍କର ଏ ଯେଉଁ ଯଥାର୍ଥ ଦାବି ତାକୁ ତୁରନ୍ତ ପୂରଣ କରନ୍ତୁ, ନହେଲେ ସେମାନଙ୍କ ଧର୍ମଘଟ ଯୋଗୁଁ ତେଲ ଯୋଗାଇବାର ବର୍ତ୍ତମାନ ଅଛି, କିନ୍ତୁ ଆଗାମୀ ଦିନରେ ଅସୁବିଧା ହେବ, ଯାହାଫଳରେ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବଢ଼ିଯିବ। ଯେତେ ସବୁ ପରିବା ଆସୁଛି ଏବଂ ବାହାରୁ ଗାଡ଼ି ଆସୁଛି, ସେସବୁ ଅସୁବିଧା ହେବ, ଲୋକେ ହନ୍ତସନ୍ତ ହେବେ। ଲୋକେ ଆପଣଙ୍କ ଉପରେ ଭରସା କରି ଭୋଟ ଦେଇଛନ୍ତି, 24 ବର୍ଷର ଶାସନକୁ ଲୋକେ ହଟେଇଛନ୍ତି, ଆପଣଙ୍କୁ ଆଣିଛନ୍ତି। ବର୍ତ୍ତମାନ ଆପଣ ଠିକ୍ ଭାବରେ ଚଲାଇଲା ଭଳି ଜଣାପଡ଼ୁନାହିଁ, କାରଣ ଜଗନ୍ନାଥଙ୍କର ଯାତ୍ରା ଅବ୍ୟବସ୍ଥା ହୋଇଛି। ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ଘଟଣାରେ ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଛନ୍ତି। ସେ ଗୋପାଳପୁର ଗଣଧର୍ଷଣ କଥା ହେଉ କିମ୍ବା ଘରାକୋଟରେ ଦଳିତମାନଙ୍କ ଉପରେ ଆକ୍ରମଣ କଥା ହେଉ କିମ୍ବା ବ୍ରହ୍ମପୁରରେ
जो नकली डॉक्टरों जो से माने जो नाबालिका आदिवासी नाबालिका उपरे अत्याचार करथिले ता कथा हो गुणंथरा हो कि गंजामर निस्तीपुर सबू जगार गोटे वर्तमान धर्षण अत्याचार ये गोटे सामान्य कथा भाई हो तेणु सरकार को निवेदन आपण आईन श्रृंखला रक्षा करने प्रतिश्रुति देइछन्ति तेणु तुरंत गंजाम जिला समेत ओडिशार प्रत्येक जगार आईन श्रृंखला किपरि रक्षा करा जाई परिबो लोकंकर जीवन जीविकार कथा तेणु लोकं को केमती आपण न्याय दे परिबे आपण वर्षे परे जेतबेला वर्षकर उपलब्धि कथा गणी आपण विभिन्न प्रोग्राम करुछन्ति किंतु वर्ष भितरे जो समस्या आसी से समस्या कथा भूली जाउछन्ति आपण संविधान दिवस बंचाव कथा करुछन्ति किंतु सरकार को आसिला परे एई जो 11 वर्ष भितरे मोदी सरकार संविधान को जे केते खिनभिन करिछि अत्याचार करिछि जो माने आवाज उठाउछन्ति तांको कथा को किपरि काटुछन्ति एवं तांको जेल रे पुरौछन्ति या समस्त को जଣା तेणु संविधान को रक्षा करने पाई आपण शपथ नहीं आछन्ति ओडिशा रे वर्तमान वर्षे शासन करिछि तेणु संविधान रो गंडी भितरे आपण काम करंतु आपणकर पार्टीर लोक आपण भुवनेश्वर म्युनिसिपालिटी जो माड़ देइछन्ति से कथा लोके भूलु नाहंती तेणु सरकार को निवेदन मोहन बाबू आपण निजर दक्षता को प्रतिपादन करंतु सबु कथारे केन्द्रर कथारे चलंतु नहीं राज्य रे मध्य आपण लोके चिंता करछन्ति आपण लोकंकर सुविधा करिया पई आशा अच्छी जदि ये आशा आपण पूर्ण न करती ताहले आगामी पंचायत निर्वाचन लोके आपण को जवाब देवे तेणु आजिकार कथा जो होची ये धर्मघट कथा ये धर्मघट केमिति तुरंत बंद होबो तांकर न्याय दाबी केमिति हासिल करा जाई परिबो ये सांबादिक महासंघ तरफ आदित्य रथ आपण निवेदन करुछि आपण एथिले तुरंत हस्तक्षेप करंतु आशा करुछि आपण तांकर धर्मघट को तुरंत बंद करने पदक्षेप धन्यवाद।